ଆତଙ୍କରାଜ ଏମିତି କରୁଛନ୍ତି ସେଠି ବହୁତ ଲୋକଙ୍କୁ ଅନ୍ୟ ଲୋକର ଗରିବ ଲୋକଙ୍କର ଜାଗାକୁ ଜବରଦଖଲ କରି ବଳପୂର୍ବକ ସେମାନେ ମାରିଦମୁ ଇଏ କରିମୁ ଧମକ ଚମକ ଦେଇକି କେମିତି ଆତଙ୍କ ସୃଷ୍ଟି କରୁଛନ୍ତି। ବହୁତ ଧମକ ଦଉଛନ୍ତି ମତେ ମାରିଦମୁ ଆଣିଦମୁ କାଟିଦମୁ। ଥାନା କଣ କରିବ, ପ୍ରଶାସନ ଆମର କଣ କରିବ, ଆଇନ କଣ କରିବ, ନେତା ମନ୍ତ୍ରୀ ମୋର କଣ କରିବେ। ପୁଣି ଏ ଦେଶର ନେତା ମନ୍ତ୍ରୀ ନାହାନ୍ତି ଏମାନଙ୍କୁ ରାକ୍ଷସକୁ ଦମନ କରିବା ପାଇଁ। ଆଇନ ନାହିଁ ଶୃଙ୍ଖଳା। ବନ୍ଧୁତା ଗ୍ରାମର ଘର ଫ୍ୟାମିଲିର ବନମାଳୀ ସାହୁ ଜବରଦଖଲ କରିକି କେମିତି ଗରିବ ଲୋକ ମାନଙ୍କୁ ଘର ଦ୍ଵାର କରେଇ ଦଉନି, ଆତଙ୍କ ରାଜ କରୁଛି, ଜବରଦସ୍ତି କରୁଛି। ସ୍ତ୍ରୀ ଲୋକ ମାନଙ୍କୁ ଅଶ୍ଳୀଳ ଭାଷା କହୁଛି, ନିରୀହ ସ୍ତ୍ରୀ ମାନଙ୍କୁ କି ଭଳିଆ ଅସଦାଚରଣ କରୁଛନ୍ତି ଏବଂ ମାରିଦେବାର ଧମକ ଫମକ ବି ଦଉଛନ୍ତି। ଏମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ କାହିଁକି ଏପର୍ଯ୍ୟନ୍ତ ନିଆଯାଉନାହିଁ, କାହିଁକି ବୁଝା ହଉନି। ଡିମାର୍କେସନ ପାଇଁ ମାପିବା ପାଇଁ ଜାଗା ମପିବା ପାଇଁ ମପେଇବାକୁ ବି ଦଉନାହାନ୍ତି। କହୁଛନ୍ତି ଚେନ ଆମେ ପକେଇ ଦମୁନୁ, ଆମର କିଏ କଣ ଉଖାଡିବ ଆମେ ମର୍ଡର କରିମୁ, ଏଠି ମର୍ଡର କରିମୁ, ଆମେ ଚେନ ପକେଇ ଦମୁନୁ, ଆମେ ଦୁର୍ଦ୍ଦାନ୍ତ ଲୋକ, ଆମର ଥାନା ପୋଲିସ ଆଇନ କାନୁନ ନେତା ମିନିଷ୍ଟର ଆମର କିଛି ବାଳ ଉପାଡି ପାରିବନି, ଶାସନ ଆମର କିଛି ବାଳ ଛିଡେଇ ପାରିବନି, ଏଇଭଳିଆ ବି କହୁଛନ୍ତି। କିଛି ଆତଙ୍କରାଜ ଲୋକ ଆତଙ୍କିତ କରଉଛନ୍ତି, ଏମାନଙ୍କ ପାଇଁ ପ୍ରଶାସନ କଣ କରିବ। ବନମାଳୀ ସାହୁ ସମ୍ପୂର୍ଣ୍ଣ ସାହୁ ଦେଖ ବନମାଳୀ ସାହୁଙ୍କ ପୁଅ ତାଙ୍କ ସ୍ତ୍ରୀ ମାନେ କେମିତି ନିରୀହ ଲୋକ ମାନେ ଆତଙ୍କ ରାଜ କରି ଘର ଦ୍ୱାର ବି ସେମାନଙ୍କୁ କରି ଦଉନାହାନ୍ତି, ସେମାନଙ୍କୁ ଘର ଦ୍ୱାର ବି କରି ଦଉନାହାନ୍ତି। ଏତେ ଉତ୍ପାତ କରୁଛନ୍ତି, ଏତେ ଅନ୍ୟାୟ ଅନୀତି କରୁଛନ୍ତି ସେମାନେ ଗରିବ ଲୋକଙ୍କୁ ବଳ ପ୍ରୟୋଗ କରିକି ଦାଦାଗିରି କରିକି। ୟାର କେସ ପ୍ରଶାସନ କାହିଁକି ବୁଝୁନି, ଏମାନଙ୍କୁ କାହିଁକି ଶାସ୍ତି ମିଳୁନି। ସେ ଜାଗାର ତର୍ଜମା କରାଯାଉ, ମାନ୍ୟବର ତହସିଲଦାରଙ୍କୁ ରିକ୍ୱେଷ୍ଟ କରାଉଛି ସେ ଜାଗାକୁ ଯାଇକି ସେଠି ଶୃଙ୍ଖଳା ରକ୍ଷା କରନ୍ତୁ, ସେ ଜାଗାର ପ୍ଲଟିଂ ମାପଚୁପ କରିକି ତାର ବ୍ୟବସ୍ଥା କରନ୍ତୁ। ତହସିଲଦାର ଶୁଣୁନାହିଁ। ଆସିବ ନା ଆସିବନି।